ଯାତ୍ରା ହେଲା କାହିଁକି ଯାଉ ଆମେ, ସେଇଟା ଆମର ଗୋଟେ କର୍ମ। ଆମେ ସେଇ କର୍ମ ଯେତେବେଳେ ଷ୍ଟାର୍ଟ କରିଥାଉ, ଧର୍ମକୁ ନେଇକି ଯେତେବେଳେ କର୍ମ କରୁ, ଅଟୋମେଟିକ୍ ମନି ଆପଣଙ୍କ ପାଖକୁ ଆସିବ, ଅର୍ଥ ଆସିବ। ଧର୍ମ ଅର୍ଥ କାମ ମୋକ୍ଷ, ଧର୍ମ ପରେ ଅର୍ଥ ଆସିଲା ଏବଂ କାମନା ଅଟୋମେଟିକ୍ ଆପଣଙ୍କର ପୂର୍ଣ୍ଣ ହୁଏ। ଆପଣ ଯାହା ବି ଭାବିଥିବେ ସବୁ ଜିନିଷ ମ୍ୟାନିଫେଷ୍ଟ ହେବା ଷ୍ଟାର୍ଟ ହୁଏ। କିନ୍ତୁ ସବୁ ଜିନିଷରେ ଗୋଟିଏ ଜିନିଷ ଦେଖିବେ, ଯଦି ଏତେ ସବୁ ଭିତରେ ମାଇଣ୍ଡରେ କୌଣସି ନା କୌଣସି ଜାଗାରେ ଯଦି ଆପଣଙ୍କର ଅଧର୍ମର ଚିନ୍ତାଧାରା ରହିଯିବ, କୌଣସି ଜିନିଷକୁ ନେଇକି ଆପଣ କାହା ସହିତ କମ୍ପିଟିସନ ନେବା, ଜେଲସି ମନୋଭାବ ରଖିବା, କିଏ କ'ଣ କରୁଛି, କିଏ କ'ଣ ଭାବୁଛି, ଏସବୁ ଜିନିଷ ଯଦି ଆପଣ ଭାବିବା ଷ୍ଟାର୍ଟ କରିବେ ତ ଆପଣଙ୍କ ଜୀବନରେ ସକ୍ସେସର ପାହାଚରେ ଆଉ ଦୁଇଟା କଦମ ପଛକୁ ପଳାଇବେ। ଯେତେବେଳେ ଏସବୁ ଜିନିଷ ଆପଣ ଛାଡ଼ିଦେବେ ସେତେବେଳେ ହିଁ ଆଗକୁ ଆପଣ ବଢ଼ିଯିବେ। ଏଇଟା ହିଁ ଜୀବନର ସବୁଠୁ ମୂଳ ମନ୍ତ୍ର। ସବୁ ଜିନିଷ ଛାଡ଼ିବା ଶିଖନ୍ତୁ। ଯେତେବେଳେ ଆପଣ ଛାଡ଼ିବେ ସେତେବେଳେ ହିଁ ଆଗକୁ ବଢ଼ିବେ। ଆଉ ଗୋଟେ ଜିନିଷ ଜାଣିଥାନ୍ତୁ, ଜୀବନରେ କେହି ବି ଆମର ପରମାନେଣ୍ଟ ନୁହନ୍ତି। କୌଣସି ବି ଜିନିଷ ଆମର ପରମାନେଣ୍ଟ ନୁହଁ। ଯଦି ଆମର ଆଜି କୌଣସି ଜିନିଷ ଅଛି କାଲିକି ସେଇଟା ଥିବ ବୋଲି ମାନେ ନାହିଁ। ଆମ ଲାଇଫରେ ଭକ୍ତିର ମାର୍ଗରେ ଯିଏ ବି ଯାଇଛି ସେ ଜୀବନରେ ବହୁତ ସକ୍ସେସ୍ ପାଇଛି। ତ ଭକ୍ତିର ମାର୍ଗକୁ ଜୀବନରେ ବହୁତ ଆକାରରେ ଆମେ କହିବାକୁ ଗଲେ ଆଡ୍ କରିବାକୁ ପଡ଼େ। ଭକ୍ତି ଯେତେବେଳେ ବି ଆମ ଲାଇଫରେ ଆଡ୍ ହେଇଯାଇଥାଏ ଆମ ଜୀବନରେ ବହୁତ ସକ୍ସେସ୍ ଆସେ। ଜୀବନରେ ଯେତେବେଳେ ଭଲ ମଣିଷ ଆପଣ ହବାକୁ ଚାହାନ୍ତି ସେତେବେଳେ କିଛିଟା ମାର୍ଗ ଆପଣଙ୍କ ଜୀବନରେ ଆଧାରିତ କରିବାକୁ ପଡ଼େ। ସେଥି ଭିତରୁ ସବୁଠୁ ଶ୍ରେଷ୍ଠ ମାର୍ଗ ହେଲା ଭକ୍ତି। ଯେତେବେଳେ ଭକ୍ତି ମାର୍ଗରେ ଆମେ ଆଗକୁ ବଢ଼ିଥାଉ ସେତେବେଳେ ଆମେ ଧର୍ମ କାର୍ଯ୍ୟ କରିବା ଷ୍ଟାର୍ଟ କରୁ। ଆମ ଜୀବନଟା ଚାରିଟା ପିଲରରେ ଥାଏ। ଚାରିଟା ପିଲର କ'ଣ? ଚାରିଟା ପିଲର ହେଲା ଆମର ଧର୍ମ, ଅର୍ଥ, କାମ, ମୋକ୍ଷ। ଚାରିଟା ପିଲର। ଯେତେବେଳେ ଆପଣ ଧର୍ମ କରିବା ଷ୍ଟାର୍ଟ କରିବେ, ଧର୍ମ ସବୁଠୁ ବଡ଼ ଧର୍ମ କ'ଣ ଆମ ଜୀବନରେ? ସତ୍ୟ ଧର୍ମ। କେତେ ସତରେ ଆପଣ ରହୁଛନ୍ତି, କେତେ ମନ ସଫା ଅଛି ଆପଣଙ୍କର, କେତେ ମାଇଣ୍ଡ ସଫା ଅଛି। ଆପଣ ଯେତିକି ସତରେ ରହିବେ ଆପଣଙ୍କର ଧର୍ମ ବଳ ବହୁତ ବଢ଼ିଯିବ। ସକାଳୁ ନେଇକି ରାତି ଯାକେ ଆପଣଙ୍କର ଦିନଚର୍ଯ୍ୟା ଭିତରେ ସବୁବେଳେ ଧର୍ମକୁ ରଖନ୍ତୁ। ଯେତେ ଆପଣ ଧର୍ମରେ ରହିବେ, ଅଧର୍ମକୁ ନାଶ କରିବେ, ସେତିକି ଜୀବନରେ ଆପଣ ସକ୍ସେସ୍ ବି ପାଇବେ ଏବଂ ସଫଳତାର ମାର୍ଗ ଅଟୋମେଟିକ୍ ଆପଣଙ୍କ ଆଗକୁ ପହଞ୍ଚିଯିବ। ଧର୍ମର ଜ୍ଞାନ ଆପଣଙ୍କୁ ଶ୍ରୀମଦ୍ ଭଗବତ ଗୀତାରେ ହିଁ ସବୁ ପେଜରେ ଲେଖା ହେଇଛି। କେମିତି ଧର୍ମକୁ ଆମେ ଆକ୍ସେପ୍ଟ କରିବା, କେମିତି ଆମ ଜୀବନରେ ସେବା ମାର୍ଗରେ ଯିବା, ସମସ୍ତଙ୍କ ସହିତ କେମିତିଆ କଥାବାର୍ତ୍ତା କରିବା, କେଉଁ ଜିନିଷଟା ଆମ ପାଇଁ ଭଲ, କେଉଁଟା ଗର୍ବ ଅହଙ୍କାର କ'ଣ ଛାଡ଼ିବାକୁ ପଡ଼େ। ଜୀବନରେ ଖାଲି ଗର୍ବ ଅହଙ୍କାର ଛାଡ଼ନ୍ତୁନି। ଜୀବନରେ ଏମିତି ଜିନିଷ ଛାଡ଼ି ଦିଅନ୍ତୁ ଯେଉଁଥିରେ ଆପଣଙ୍କୁ କମ୍ପିଟିସନ୍ ଆଡ଼କୁ ନେଇଯାଉଛି। କମ୍ପିଟିସନରେ ରହିବା ଯେଉଁଦିନ ଛାଡ଼ିବେ ଆପଣଙ୍କ ଜେଲସି ଜିନିଷ କଟିଯିବ। ଆପଣଙ୍କ ଜେଲସି ଯେତେବେଳେ କଟିଯିବ ଜୀବନରେ ଗୋଟେ ନିଜକୁ କେତେ ସୁନ୍ଦର ଭାବରେ ରଖିବେ ସେଇ ଉପରେ ଆପଣ ଧ୍ୟାନ ଦେବା ଷ୍ଟାର୍ଟ କରିବେ। ତ ସେଥିଲାଗି ଲାଇଫରେ ଆପଣ ସଂଘର୍ଷ ଯେତେବେଳେ କରୁଛନ୍ତି ନା, ନିଜ ମାଇଣ୍ଡ ସେଟ୍କୁ ଚେଞ୍ଜ କରିବା ଉପରେ ସଂଘର୍ଷ କରନ୍ତୁ। ନିଜ ମାଇଣ୍ଡ ସେଟ୍ ଚେଞ୍ଜ ହେଲେ ସବୁ ରାସ୍ତା ଅଟୋମେଟିକ୍ ଫିଟି ଯାଇଥାଏ। ଆପଣ ଯାହା ବି ଭାବିଥିବେ ସବୁ ଜିନିଷ ମ୍ୟାନିଫେଷ୍ଟ ହେବା ଷ୍ଟାର୍ଟ ହୁଏ। କିନ୍ତୁ ସବୁ ଜିନିଷରେ ଗୋଟିଏ ଜିନିଷ ଦେଖିବେ, ଯଦି ଏତେ ସବୁ ଭିତରେ ମାଇଣ୍ଡରେ କୌଣସି ନା କୌଣସି ଜାଗାରେ ଯଦି ଆପଣଙ୍କର ଅଧର୍ମର ଚିନ୍ତାଧାରା ରହିଯିବ, କୌଣସି ଜିନିଷକୁ ନେଇକି ଆପଣ କାହା ସହିତ କମ୍ପିଟିସନ ନେବା, ଜେଲସି ମନୋଭାବ ରଖିବା, କିଏ କ'ଣ କରୁଛି, କିଏ କ'ଣ ଭାବୁଛି, ଏସବୁ ଜିନିଷ ଯଦି ଆପଣ ଭାବିବା ଷ୍ଟାର୍ଟ କରିବେ ତ ଆପଣଙ୍କ ଜୀବନରେ ସକ୍ସେସର ପାହାଚରେ ଆଉ ଦୁଇଟା କଦମ ପଛକୁ ପଳାଇବେ। ଯେତେବେଳେ ଏସବୁ ଜିନିଷ ଆପଣ ଛାଡ଼ିଦେବେ ସେତେବେଳେ ହିଁ ଆଗକୁ ଆପଣ ବଢ଼ିଯିବେ। ଏଇଟା ହିଁ ଜୀବନର ସବୁଠୁ ମୂଳ ମନ୍ତ୍ର। ସବୁ ଜିନିଷ ଛାଡ଼ିବା ଶିଖନ୍ତୁ। ଯେତେବେଳେ ଆପଣ ଛାଡ଼ିବେ ସେତେବେଳେ ହିଁ ଆଗକୁ ବଢ଼ିବେ। ଆଉ ଗୋଟେ ଜିନିଷ ଜାଣିଥାନ୍ତୁ, ଜୀବନରେ କେହି ବି ଆମର ପରମାନେଣ୍ଟ ନୁହନ୍ତି। କୌଣସି ବି ଜିନିଷ ଆମର ପରମାନେଣ୍ଟ ନୁହଁ। ଯଦି ଆମର ଆଜି କୌଣସି ଜିନିଷ ଅଛି କାଲିକି ସେଇଟା ଥିବ ବୋଲି ମାନେ ନାହିଁ। କୌଣସି ଜିନିଷକୁ ନେଇକି ସେଥିଲାଗି ଗର୍ବ କରନ୍ତୁ ନାହିଁ, କାହିଁକିନା ଆଜି ଅଛି ତ କାଲି ବି ରହି ନପାରେ ସେ ଜିନିଷ। ତ ସବୁ ଜିନିଷକୁ ଆମେ ଫ୍ଲୋରେ ନେବାଟା ହିଁ ଠିକ୍। ନିଜେ ଯେତେବେଳେ ଆପଣ ପ୍ରେଜେଣ୍ଟରେ ଠିକ୍ ରହିବା ଷ୍ଟାର୍ଟ କରିବେ, ନିଜର ଯେତେବେଳେ ବର୍ତ୍ତମାନର ସମୟ ଭଲରେ ରହିବ, ବର୍ତ୍ତମାନ ଆପଣ ଖୁସିରେ ରହିପାରୁଛନ୍ତି, ବର୍ତ୍ତମାନ ଆପଣ ସୁନ୍ଦର ଭାବରେ ନିଜକୁ ପ୍ରେଜେଣ୍ଟ କରିପାରୁଛନ୍ତି, ତାହେଲେ ଆପଣଙ୍କ ଫ୍ୟୁଚର ବହୁତ ସୁନ୍ଦର ଭାବରେ ଆଗକୁ ବଢ଼ିଯିବ। କିନ୍ତୁ ଯେତେବେଳେ ଆପଣଙ୍କର ପ୍ରେଜେଣ୍ଟରେ ହିଁ ଆପଣ ମନ ଦୁଃଖ କରିକି, ମନ ଖରାପ କରିକି ଘରେ ବସି ପଡ଼ୁଛନ୍ତି, ତାହେଲେ ଆପଣଙ୍କ ଫ୍ୟୁଚର କେମିତି ଭଲ ହେବ? ସେଥିରେ ତ ଆପଣଙ୍କର ଭଲ ହେବାର ଚାନ୍ସ ହିଁ ନାହିଁ। ଯେଉଁ ମଣିଷ ସବୁବେଳେ ଭାବନାରେ ବୁଡ଼ିକି ଥାଏ କି କେମିତି କରିବି, କ'ଣ କରିବି, କେମିତି ହେବ, ସେ ମଣିଷ କେବେ ବି ଆଗକୁ ବଢ଼ିପାରିବନି। କାହିଁକିନା ତା ମନରେ ଏସବୁ ଚିନ୍ତାଧାରାରୁ ନେଇକି ନେଗେଟିଭିଟି ଆସିଯାଇଥାଏ। ନେଗେଟିଭିଟି ସେତେବେଳେ ଆସେ ଯେତେବେଳେ ଆମେ ବହୁତ ଭାବିଥାଉ।
ଭାବନାରେ ବୁଡ଼ିଗଲା ମାନେ ଅଟୋମେଟିକ୍ ଲୋକ ନେଗେଟିଭିଟି ଆଡ଼କୁ ଯିବ। ତାପରେ ତା ଲାଇଫରେ କମ୍ପିଟିସନ୍, ଜେଲସି ତାପରେ ଫାଇଟିଂ ସବୁ ଜିନିଷ ଆଡ୍ ହେଇଯିବ। ତ ସେଇ ସବୁ ଜିନିଷକୁ କାଟନ୍ତୁ। ସେ ସବୁ ଜିନିଷ ଯେତେବେଳେ ବି ଲାଇଫରେ ରହିବ ଆପଣଙ୍କ ଲାଇଫରେ କହିବାକୁ ଗଲେ ସକ୍ସେସର ପାହାଚରୁ ଆପଣ 2 କଦମ ପଛକୁ ପଳେଇଯିବେ।